ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ମିଳିତ ସହଯୋଗରେ ଭାରତୀୟ ଜ୍ଞାନ ପ୍ରଣାଳୀର ନୂତନ ଦିଗନ୍ତକୁ ମୁଖ୍ୟ ପ୍ରସଙ୍ଗ ନେଇ ଏକ ତିନିଦିନିଆ ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମିଳନୀର ମୁଖ୍ୟ ଉଦ୍ଘାଟକ ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତ ଅତିଥିଗଣ, ଗବେଷକ, ବିଶେଷଜ୍ଞ, ଶିକ୍ଷାବିତ୍ ତଥା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ତଥ୍ୟ ସମ୍ପନ୍ନ ତଥା ଜ୍ଞାନଗର୍ଭକ ଉଦ୍ବୋଧନ ପ୍ରଦାନ କରିଛନ୍ତି। ସେ ଭାରତର ପ୍ରାଚୀନ ପରମ୍ପରାରେ ଥିବା ଶିକ୍ଷା ପ୍ରଣାଳୀ, ଚିକିତ୍ସା ବିଜ୍ଞାନ, ଆଧ୍ୟାତ୍ମିକ ବିଜ୍ଞାନର ପାରସ୍ପରିକ ସମ୍ପର୍କୀୟ, ଭାରତୀୟ ମୌଳିକ ସିଦ୍ଧାନ୍ତ, ବୈଦିକ ଜ୍ଞାନର ସଂରକ୍ଷଣ, ଭାରତୀୟ ଭାଷାଗୁଡ଼ିକର ସ୍ଥିତି ଓ ଭବିଷ୍ୟତ ଆଦି ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ଏଥିସହ ଜ୍ଞାନ ଅର୍ଜନ ହେଉଛି ପ୍ରତ୍ୟେକ ବିଦ୍ୟାର୍ଥୀର ମୌଳିକ ଅଧିକାର। ଏଣୁ ଭାରତର ବିକଶିତ ସମୃଦ୍ଧ ବିଜ୍ଞାନର ପ୍ରଣାଳୀକୁ ନେଇ ଅଧ୍ୟାପନା, ଗବେଷଣା, ପ୍ରଚାର ତଥା ପ୍ରସାରକୁ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଏକାମ୍ର ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର, ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରଫେସର ଅନିଲ ପ୍ରତାପ ଗିରି ଯୋଗ ଦେଇ ଭାରତର ପରିବର୍ତ୍ତନଶୀଳ ଜ୍ଞାନ ଆହରଣ ପରମ୍ପରା ତଥା ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। ଭାରତର ଶିକ୍ଷା ବ୍ୟବସ୍ଥା ମୁଖ୍ୟତଃ ଜ୍ଞାନ, ବିଜ୍ଞାନ, ଆତ୍ମଜ୍ଞାନ ଉପରେ ଆଧାରିତ ଓ ବେଦ ସମସ୍ତ ଜ୍ଞାନର ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ନୂତନ ଶିକ୍ଷାନୀତିର ଭାରତୀୟ ଶିକ୍ଷା ପଦ୍ଧତି ସକ୍ରିୟ ରଖିବାକୁ ପ୍ରୟାସ କରିଯିବାର ଆଶା ପୋଷଣ କରିଥିଲେ। ସାମୂହିକ ଶିକ୍ଷା ବ୍ୟବସ୍ଥାର ଗବେଷଣା ପରୀକ୍ଷଣକୁ ପ୍ରାଧାନ୍ୟ ଦେଇ ରାଷ୍ଟ୍ରକୁ ଆଗକୁ ବଢ଼ାଇବାକୁ କୁଳପତି ପ୍ରଫେସର ତ୍ରିପାଠୀ ଆହ୍ୱାନ କରିଥିଲେ। ସମ୍ମିଳନୀରେ ସ୍ୱାଗତ ଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗ ସମ୍ପର୍କରେ ପ୍ରଫେସର ଦେବାଶିଷ ପାତ୍ର ଅବଗତ କରିଥିଲେ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମକୁ ଡକ୍ଟର ରାଜଶ୍ରୀ ଦତ୍ତ ପରିଚାଳିତ କରିଥିଲେ ଓ ଶେଷରେ ସଂସ୍କୃତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।